हेलो सांग माने मोर दियरଙ୍କ ଠାରୁ ମୁଁ କେମିତି ଗିହା ଖାଇଲି ତମକୁ କହିବି। ମୋର ବାହାଘର ମାତ୍ର 10 ଦିନ ହେଇଛି। ମୋର ସ୍ୱାମୀ ଆର୍ମିରେ ଚାକିରି କରୁଛନ୍ତି। ସେ 15 ଦିନ ଛୁଟି ନେଇ ଆସିଥିଲେ। ତାଙ୍କର ଛୁଟି ସାରି 15 ଦିନ ପରେ ଜାମ୍ମୁ କାଶ୍ମୀର ପଳେଇଲେ। ତାଙ୍କର ଛୋଟ ଭାଇ ଘରର ସବୁ କାମ କରୁଥିଲେ। ସେ ମୋର ଦିଅର ହେବେ। ସେ ଦେଖିବାକୁ ବହୁତ ସୁନ୍ଦର ଦିଶୁଥିଲେ। ସେ +3 କମ୍ପ୍ଲିଟ୍ କରି ଘରେ ଅନ୍ୟ ପରୀକ୍ଷା ପାଇଁ ପଢୁଥିଲେ। ମୋତେ ତାଙ୍କୁ ବହୁତ ଭଲ ଲାଗୁଥିଲା। ଘରେ ବାପା ବୋଉ ନଥିବା ବେଳେ ସେ ମୋତେ ଆଖି ମାରି ଦିଅନ୍ତି। ମୁଁ ବି ଆଖି ମାରି ଦିଏ। ପ୍ରଥମେ ମୋର ସ୍ୱାମୀ ଚୌଥି ରାତିରେ କିପରି ଗେହିଲେ କହିବି ଚାଲନ୍ତୁ। ତାପରେ ମୋର ଦିଅର ମୋତେ କିପରି ଗେହିଛନ୍ତି କହିବି। ଚୌଥି ରାତି ଦିନ ପ୍ରଥମେ ମୋ ସ୍ୱାମୀ ମୋର ଶାଢ଼ୀକୁ ଖୋଲିଲେ। ତାପରେ ବ୍ଲାଉଜ ଖୋଲିଲେ। ମୋର ଦୁଧକୁ ପୁରା ଜୋରସେ ଚିପିଲେ। ମୋତେ ବହୁତ ବଢିଆ ଲାଗୁଥିଲା। ମୁଁ ତାଙ୍କୁ କହିଲି ମୋ ଦୁଧର ମୁଣ୍ଡିକୁ ଜୋରସେ ଚିପିବା ପାଇଁ। ସେ ଜୋରସେ ଚିପିଲେ। ମୁଁ ଆହା ଆହା ବୋଲି ଚିଲ୍ଲେଇ ହେଉଥିଲି। ତାପରେ ମୋର ଦୁଧକୁ ପାଟି ଲଗେଇ ଚୁଷିଲେ। ମୋ ଦେହ ପୁରା ଶୀତେଇ ଯାଉଥିଲା। ମୁଁ ତାଙ୍କ ବାଣ୍ଡକୁ ଖାଲି ହଲାଉଥିଲି ଆଉ ସେ ମୋ ଦୁଧକୁ ଚୁହୁଥିଲେ। ମୁଁ ଫାଷ୍ଟ ଟାଇମ୍ ଏପରି କରିବାରୁ ବହୁତ ଉତ୍ତେଜିତ ହେଉଥିଲି। ତାପରେ ସେ ମୋ ଚଡ଼ି ଧୀରେ ଧୀରେ ଖୋଲିଲେ। ମୋତେ ବହୁତ ଭଲ ଲାଗୁଥିଲା। ମୋ ବିଆରେ ଥୁକ୍ ଦେଇ ଆଙ୍ଗୁଳି ଧୀରେ ଧୀରେ ପୁରାଇଲେ। ମୋ ଦେହ ବହୁତ ଗରମ ହୋଇଯାଉଥିଲା। ତାପରେ ମୁଁ ତାଙ୍କର ବାଣ୍ଡକୁ ଚୁହିଲି। ମୁଁ ତାଙ୍କର ବାଣ୍ଡ ଚୁହୁଥିବା ବେଳେ ସେ ମୋ ଗାଣ୍ଡି ଚାଟୁଥିଲେ। ତାପରେ ସେ ମୋ ବିଆକୁ ହଲେଇ ହଲେଇ ବିଆରୁ ପାଣି ବାହାର କରିଦେଲି। ମୋ ଦେହରୁ ପୁରା ଗମ ଗମ ଝାଳ ବାହାରିଲା। ତାପରେ ସେ ତାଙ୍କର ବାଣ୍ଡକୁ ମୋ ବିଆ ଭିତରକୁ 30 ଥର ପୁରେଇଲେ। ବହୁତ ବୀର୍ଯ୍ୟ ବାହାରିଲା। ସେହି ବୀର୍ଯ୍ୟ ସବୁ ମୋ ଦୁଧ ଉପରେ ପକେଇଲେ ଆଉ ତାଙ୍କର ବାଣ୍ଡକୁ ମୋ ଦୁଧ ମଝିରେ ଘଷିଲେ। ମୋତେ ବହୁତ ମଜା ଲାଗୁଥିଲା। ମୁଁ ତାଙ୍କର ବାଣ୍ଡକୁ ପୁଣି ଥରେ ଚୁହିଲି। ତାପରେ ସେ ମୋ ବିଆରେ ତାଙ୍କର ବାଣ୍ଡକୁ ପୁରେଇଲେ। ଏବେ ସବୁ ବୀର୍ଯ୍ୟ ମୋ ବିଆ ଉପରେ ପକେଇଲେ। ତାପରେ ସେ ମୋ ଗାଣ୍ଡିରେ ଗେହିଲେ। ମୋତେ ବହୁତ କଷ୍ଟ ହେଉଥିବାରୁ ମୁଁ ଖାଲି ଚିଲ୍ଲେଇ ହେଉଥିଲି। ଏମିତି 2 ଘଣ୍ଟା ଧରି ଆମେ ଦୁହେଁ ଗିହାଗେହି ହେଲୁ। ସେତେବେଳକୁ ରାତି 12ଟା ହୋଇଯାଇଥିଲା। ତାପରେ ମୁଁ ବାଥରୁମକୁ ଯାଇ ଦେହରେ ଲାଗିଥିବା ବୀର୍ଯ୍ୟ ସବୁ ଧୋଇଲି। ମୋ ସ୍ୱାମୀ ମଧ୍ୟ ଧୋଇଲେ। ତାପରେ ଆମେ ଦୁହେଁ ଶୋଇ ପଡ଼ିଲୁ। ତା ପରଦିନ ମୋ ସ୍ୱାମୀ ଚାକିରିକୁ ପଳେଇଲେ। ମୋତେ ଘରେ ଏକୁଟିଆ ଭଳିଆ ଲାଗୁଥିଲା। ଆମ ଘରେ ମୋ ଶ୍ୱଶୁର ଓ ଶାଶୁ ଏବଂ ମୋ ଦିଅର ରହୁଥିଲୁ। ମୋ ଦିଅରର ନାଁ ହେଲା ଶିବା। ଶିବା ମୋତେ କିପରି ଗେହିଲେ କହିବି ଆସନ୍ତୁ। ମୁଁ ଗାଧୋଉଥିବା ବେଳେ ଶିବା କବାଟରେ ଗୋଟେ କଣା ଥିଲା। ସେ କଣା ପଟେ ଶିବା ମୁଁ ଗାଧୋଉଥିବା ବେଳେ ସେ ଦେଖିଥାନ୍ତି। ମୁଁ ଜାଣି ପାରୁନଥିଲି। ଦିନେ ଗାଧୋଉଥିବା ବେଳେ ମୋ ନଜରଟା କେମିତି କବାଟ ଆଡ଼କୁ ପଡ଼ିଗଲା। ମୁଁ ଭାବିଲି କିଏ ଗୋଟେ ଦେଖୁଛି। ତାପରେ ସେ ସେଇଠୁ ପଳେଇଲେ। ପୁଣି ଟିକେ ସମୟ ପରେ ଆସିଲେ। ମୁଁ ଜାଣିଗଲି ଯେ ଇଏ ହେଉଛନ୍ତି ମୋ ଦିଅର ଶିବା। ଏମିତି କେତେ ଦିନ ଗଲା। ଗୋଟିଏ ଦିନର କଥା। ମୋ ଦିଅର ତାଙ୍କ ରୁମରେ ରହୁଥିଲେ। ଦିନେ ମୁଁ ମୋ ଦିଅରକୁ ଚାହା ପିଇବା ପାଇଁ ନେଇ ଦେବା ବେଳେ ସେ ମୋବାଇଲରେ ସେକ୍ସ ଭିଡିଓ ଦେଖି ହଲାଉଥିଲେ। ମୋତେ ଦେଖି ସେ ସାଙ୍ଗେ ସାଙ୍ଗେ କମଳ ଘୋଲେଇ ହୋଇଗଲେ। ମୁଁ ଚାହା ଟେବୁଲ ଉପରେ ଥୋଇ ଦେଇ ପଳେଇ ଆସିଲି। ତା ପରଦିନ ସେ ମୋତେ ମେସେଜ କଲେ ଯେ ମୁଁ ତୁମକୁ ବହୁତ ଭଲ ପାଏ। ଭାଇ ତ ଘରେ ନାହାନ୍ତି। ଚାଲ ଆମେ ଦୁହେଁ ଟିକେ ଗିହାଗେହି ହେବା। ତାପରେ ମୁଁ ଟିକେ ଭାବିକି ରିପ୍ଲାଏ ଦେଲି ଯେ ବେଳା ସମୟରେ କରିବା। ସେ ପୁରା ଖୁସି ହୋଇଗଲେ। ସେଦିନ ଶାଶୁ ଶ୍ୱଶୁର ମାମୁଁ ଘରକୁ ଯାଇଛନ୍ତି। ତାପରେ ମୋ ଦିଅର ଚିକେନ ଆଣିଲେ। ମୁଁ ରାନ୍ଧିଲି। ଆମେ ଦିଅର ଭାଉଜ ଦୁହେଁ ମିଶିକି ଖାଇଲୁ। ଖାଇସାରି ମୋ ଦିଅର ମୋତେ ମେସେଜ କଲେ। ମୋତେ ବହୁତ ଲାଜ ଲାଗୁଥିଲା। ତାପରେ ବାଧ୍ୟ କରିବାରୁ ମୁଁ ତାଙ୍କର ରୁମକୁ ଗଲି। ଟିକେ କଥାବାର୍ତ୍ତା ହେବା ପରେ ସେ ମୋ ଲୁଗାକୁ ଧୀରେ ଧୀରେ ମୋ ଦେହରୁ କାଢିଲେ। ମୋ ଦେହ ଶୀତେଇ ଯାଉଥିଲା। ତାପରେ ସେ ମୋତେ ତାଙ୍କର ବେଡରେ ଶୁଆଇଦେଲେ। ମୋ ବ୍ଲାଉଜର ବଟମ ଖୋଲିଲେ। ମୋର ବଡ଼ ବଡ଼ ଦୁଧକୁ ଚିପିଲେ। ମୋତେ ବହୁତ ଆରାମ ଲାଗୁଥିଲା। ତାପରେ ସେ ମୋ ଦୁଧର ମୁଣ୍ଡିକୁ ଚୁହିଲେ। ତାପରେ ମୁଁ ତାଙ୍କୁ ଶୁଆଇଦେଲି। ତାଙ୍କର ପ୍ୟାଣ୍ଟର ବଟମ ଖୋଲିଲି ଆଉ ଚେନକୁ ମଧ୍ୟ ଖୋଲିଲି। ତାପରେ ଚଡ଼ିକୁ ଧୀରେ ଧୀରେ ଅଡେଇଲି। ତାଙ୍କର ବାଣ୍ଡ ପୁରା ଗୋରା ଆଉ ଗୋଟିଏ ବି ବାଳ ହୋଇନଥିଲା। ମୋତେ ତାଙ୍କର ବାଣ୍ଡକୁ ବହୁତ ପସନ୍ଦ ହୋଇଗଲା। ମୁଁ ତାଙ୍କର
बांडको जोरे हलेई हलेई बीर्ज बाहर करी चुहिली। तापरे से मध्य मो चड़ी को धीरे धीरे खोलिले। मो बियारे भी मध्य गोटिए भी बाल उठी नथिला। मो बिया देखिबाकू पूरा ब्यूटी। तापरे से तांकर बांड को हलेई बीर्ज सबु मो बिया उपरे पकेइले। तापरे से मोते जोर जोर से झटका देई गेहिले। मु खाली चिल्लेई हेउथिली। तापरे से मो गांडीरे गेहिले। मते बहुत काटुथिला। मोते एमिति गेहिले जे मु कांदी पकेइली। तापरे से मो पाटिरे तांको बांड को पुरेई गेहिले। मु बीर्ज सबु बांती करी पकेइली। गिहा गेही हो हो टाइम 3टा होई जाइथिला। मु मो रूम को पळेई आसिली। आउ गाधोइली। से मध्य गाधोइले।